ନମସ୍କାର। ଏଥର ଆମେ ଆଲୋଚନାର ପ୍ରସଙ୍ଗ ରଖିଛୁ ଯେ ବଳ କଷୁଛି ଓଡ଼ିଶା ଫୁଟବଲ। 2025 ଶେଷ ହୋଇ ଆସୁଛି। 2025ରେ ଓଡ଼ିଶା ଫୁଟବଲ ଦଳ ବେଶ ଭଲ ପ୍ରଦର୍ଶନ କରିଛି। ଯଦି ଆପଣମାନେ ନିକଟରେ ସନ୍ତୋଷ ଟ୍ରଫିର ଗ୍ରୁପ୍ ପର୍ଯ୍ୟାୟ ଉପରେ ନଜର ପକାଇଥିବେ ତାହେଲେ ଦେଖିଥିବେ ଯେ ଓଡ଼ିଶା ଗ୍ରୁପ୍ ପର୍ଯ୍ୟାୟରେ ଟପର ହୋଇ ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଛି। ହେଡ୍ କୋଚ୍ ବା ମୁଖ୍ୟ କୋଚ୍ ଅକ୍ଷୟ ଦାସଙ୍କର ତତ୍ତ୍ୱାବଧାନରେ ଦଳ ଗୋଟିଏ ପରେ ଗୋଟିଏ ମ୍ୟାଚ୍ ଜିତି ହ୍ୟାଟ୍ରିକ୍ ବିଜୟ ହାସଲ କରିଥିଲା ଏବଂ ସର୍ବାଧିକ 9 ପଏଣ୍ଟ ସହିତ ଗ୍ରୁପ୍ ଏଫ୍ରେ ଗ୍ରୁପ୍ ଟପର ହେଲା ଏବଂ ଫାଇନାଲ ରାଉଣ୍ଡକୁ ଯୋଗ୍ୟତା ହାସଲ କଲା। ଏହା କମ୍ ବଡ଼ କଥା ନୁହେଁ। ଆପଣମାନେ ଯଦି ପୂର୍ବ ପ୍ରଦର୍ଶନ ଉପରେ ଓଡ଼ିଶାର ନଜର ରଖିଥିବେ ଯେ ଦଳର ପ୍ରଦର୍ଶନ ଏତେ ଭଲ ନାହିଁ ଏବଂ ଦଳ ଦୀର୍ଘ ବର୍ଷ ହୋଇ ମାନେ ସେମିଫାଇନାଲକୁ ଉନ୍ନୀତ ହୋଇପାରୁନି। ଯଦିଓ ପୂର୍ବରୁ ସନ୍ତୋଷ ଟ୍ରଫିରେ ଓଡ଼ିଶା ସେମିଫାଇନାଲ ଖେଳିଛି। ତେବେ ଆମେ ଯଦି ଗ୍ରୁପ୍ ପର୍ଯ୍ୟାୟ ଉପରେ ଟିକେ ନଜର ପକାଇବା ଫଳାଫଳ ଉପରେ ଯେ ଏହି ଗ୍ରୁପ୍ରେ ଓଡ଼ିଶା ତେଲେଙ୍ଗାନା, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶକୁ ଭେଟିଥିଲା। ତେବେ ତେଲେଙ୍ଗାନା ବିପକ୍ଷରେ 1-0ରେ ଜିତିଥିଲା, ଛତିଶଗଡ଼କୁ 3-1ରେ ହରାଇଥିଲା ଏବଂ ମଧ୍ୟପ୍ରଦେଶକୁ 4-0ରେ ଗ୍ରୁପ୍ରେ ହରାଇଥିଲା। ତେଣୁ ଆମେ ଯଦି ନଜର ପକାଇବା ଯେ ତିନିଟି ଯାକ ମ୍ୟାଚ୍ ଓଡ଼ିଶା ଜିତିଛି ଏକ ପ୍ରକାର ଏକପାଖିଆ, ଦୁଇଟା ଯାକ ଏକପାଖିଆ ଜିତିଥିଲା ଏକତରଫା ଭାବରେ ଏବଂ ଛତିଶଗଡ଼ ବିପକ୍ଷରେ ଛତିଶଗଡ଼ ଗୋଟିଏ ଗୋଲ୍ ଦେଇଥିଲା। ଅର୍ଥାତ୍ ତିନୋଟି ମ୍ୟାଚ୍ରେ ଦଳ 8ଟି ଗୋଲ୍ ସ୍କୋର କରିଛି। 8ଟି ଗୋଲ୍ ସ୍କୋର କରିବା ସହିତ ତିନୋଟି ବିଜୟ ସହିତ ସର୍ବାଧିକ ଗ୍ରୁପ୍ରେ 9 ପଏଣ୍ଟ ସହିତ ସେ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛି। ତେବେ ପ୍ରତ୍ୟେକ ମ୍ୟାଚ୍ରେ ଦଳର ପ୍ରଦର୍ଶନ ଯେ ଡିଫେଣ୍ଡର ହୁଅନ୍ତୁ, ଫରୱାର୍ଡ଼ ହୁଅନ୍ତୁ, ମିଡ଼ଫିଲ୍ଡର ହୁଅନ୍ତୁ, ଏମାନେ ସମସ୍ତେ ନିଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ। ବିଶେଷ କରିକି ଅଧିନାୟକ କାର୍ତ୍ତିକ ହାନ୍ତାଡ଼ ପ୍ରାୟତଃ ସବୁ ମ୍ୟାଚ୍ରେ ସେ ଗୋଲ୍ ସ୍କୋର କରିଥିଲେ ଏବଂ ଜିତୁ, ଚନ୍ଦ୍ରମୋହନ, ଶ୍ରୀକାନ୍ତ ମଧ୍ୟ ଗୋଲ୍ ସ୍କୋର କରିଥିଲେ, ଦଳକୁ ଜିତେଇଥିଲେ ଏବଂ ଦଳର ଅନ୍ୟ ଖେଳାଳିମାନଙ୍କର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା। ତେବେ ଦଳର ଯେଉଁ ସବୁ ବିଭାଗରେ ଗୋଟେ ସନ୍ତୁଳନ ରହିଥିଲା। ଦଳ ଆଟାକ୍ ବି କରିପାରୁଥିଲା, ଗୋଲ୍ ସ୍କୋର କଲା ଏବଂ ପେନାଲ୍ଟି କିକ୍କୁ ମଧ୍ୟ ଗୋଲ୍ରେ କନଭର୍ଟ କରିବାରେ ସଫଳ ହେଉଥିଲା। ତେବେ ଯଦି ଏହି ଧାରା ଦଳ ପରବର୍ତ୍ତୀ ଫାଇନାଲ ରାଉଣ୍ଡରେ ବଜାଇ ରଖୁଛି ତାହେଲେ ଦଳ ଆହୁରି ଆଗକୁ ଯିବାର ଆଶା ରହିଛି। ତେଣୁ ଆମେ ଆଶା ରଖିବା ଯେ ଦଳ ଏଥର ଦୀର୍ଘ ବର୍ଷ ପରେ ହେଲେ ବି ଦଳ ଏଥର ସେମିଫାଇନାଲ ଖେଳେ, କିନ୍ତୁ ତା ପୂର୍ବରୁ ଦଳକୁ ପ୍ରାକ୍ ପ୍ରସ୍ତୁତି କରିବାର ଆବଶ୍ୟକତା ରହିଛି। ଯେ ଦଳକୁ ଗୋଟେ ସଂଗଠିତ କରିକି ଫାଇନାଲ ରାଉଣ୍ଡ ପୂର୍ବରୁ 2 ମାସର ଗୋଟେ ଅଭ୍ୟାସର ଆବଶ୍ୟକତା ରହିଛି। ତେଣୁ ସେଥିପ୍ରତି ଓଡ଼ିଶା ଫୁଟବଲ ଆସୋସିଏସନ୍ ସତର୍କତା ଅବଲମ୍ବନ କରିବା ଦରକାର। ଯେଉଁ ଖେଳାଳିମାନେ ସମ୍ଭାବ୍ୟ ଦଳରେ ସ୍ଥାନ ପାଉଛନ୍ତି ସେମାନଙ୍କର ଫିଟନେସ୍ ପ୍ରତି ଗୁରୁତ୍ୱ ଦେବା ଦରକାର, ସେମାନଙ୍କର ଡାଏଟ୍ ପ୍ରତି ଗୁରୁତ୍ୱ ଦେବା ଦରକାର ଏବଂ ନିୟମିତ ଯେମିତି ଗୋଟେ ଭଲ ଗ୍ରାଉଣ୍ଡରେ ଅଭ୍ୟାସ ହେବ ତା'ର ବ୍ୟବସ୍ଥା କରିବା ଦରକାର। ରାଜ୍ୟ ସରକାର ପ୍ରାୟତଃ ସବୁ ଖେଳକୁ ସହାୟତା ଯୋଗାଉଛନ୍ତି, ଅଭ୍ୟାସ ହେଉ, ବାହାରେ ଟୁର୍ କରିବା ହେଉ, ଏସବୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି ଏବଂ ଭୁବନେଶ୍ୱରରେ ବିଶେଷ କରି ଭୁବନେଶ୍ୱରରେ ଫିଫା ଷ୍ଟାଣ୍ଡାର୍ଡ଼ର ପଡ଼ିଆ ମଧ୍ୟ ରହିଛି। 3ରୁ 4ଟି ପଡ଼ିଆ ଆମେ ଉପଲବ୍ଧ ରହିଛି। ସେଥିରୁ ଗୋଟିଏ ଯଦି ପଡ଼ିଆର ବ୍ୟବସ୍ଥା ହେବ ଏବଂ 2 ମାସ ଧରି ଯଦି ଫାଇନାଲ ରାଉଣ୍ଡର 2 ମାସ ପୂର୍ବରୁ ଯଦି ଓଡ଼ିଶା ଦଳ ନିୟମିତ ଅଭ୍ୟାସ କରେ ତାହେଲେ ନିଶ୍ଚିତ ଭାବରେ ବଡ଼ ବଡ଼ ଯେଉଁ ଦଳ ରହିଛନ୍ତି ସେମାନଙ୍କୁ ପରାଜିତ କରିବାରେ ଦଳ ସଫଳ ହେବ। ସେ ବେଙ୍ଗଲ ହେଉ, କର୍ଣ୍ଣାଟକ ହେଉ ବା ଅନ୍ୟାନ୍ୟ ଯେଉଁ ଦଳ ଅନ୍ୟ ଯେଉଁ ତାମିଲନାଡ଼ୁ ହେଉ ବା ଯେତିକି ଦଳ ଯଦି ଯେଉଁ ଗ୍ରୁପ୍ରେ ଆମର ପଡ଼ିବେ ଯେଉଁମାନେ ବି ଆସିବେ ସେମାନଙ୍କୁ ସାମ୍ନା କରିବାରେ ଦଳ ଆଉ ମାନେ ପଛ ଘୁଞ୍ଚା ଦେବନି। ଦଳ ଗୋଟେ ମାନେ ଫୁଲ୍ ଜୋସ୍ରେ ଖେଳିବ ଏବଂ ମ୍ୟାଚ୍କୁ କିଭଳି ଫଳାଫଳ ଦିଗରେ ମାନେ ଅଗ୍ରଣୀ କରିବାରେ ସହାୟକ ହେବ। ବିଶେଷ କରି ଆମେ ଦେଖୁଛେ ଯେ ଅଧିନାୟକ ଯେଉଁ କାର୍ତ୍ତିକ ହାନ୍ତାଡ଼ ତାଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହୁଛି। ଜଣେ ଅଭିଜ୍ଞ ଖେଳାଳି ଭାବରେ ଦଳକୁ ଦୃଢ଼ ନେତୃତ୍ୱ ମଧ୍ୟ ସେ ଦେଇପାରୁଛନ୍ତି। ତେଣୁ କଥା ହେଉଛି ଯଦି ସେତିକି ଅଭ୍ୟାସ ରହିବ ଦଳର, ଯଦି ସେତିକି ପ୍ରାକ୍ ପ୍ରସ୍ତୁତି ରହିବ ତେବେ ଆମେ ବହୁ ଆଗକୁ ଯାଇପାରିବୁ। ସେମିଫାଇନାଲ ଏବଂ ଫାଇନାଲ ପର୍ଯ୍ୟନ୍ତ ମଧ୍ୟ ଆମେ ପହଞ୍ଚିପାରିବୁ। ଯଦିଓ ଆମର ଫାଇନାଲ ସ୍ୱପ୍ନ ଏପର୍ଯ୍ୟନ୍ତ ପୂରଣ ହୋଇନି, ତେବେ ସେ ଆଶା କାହିଁକି ପୂରଣ ହୋଇପାରିବ ନାହିଁ। ଆମ ପାଖରେ ସବୁ ପ୍ରକାର ସୁବିଧା ସୁଯୋଗ ରହିଛି।
ଅନ୍ତର୍ଜାତୀୟ ମାନର ପଡ଼ିଆ ରହିଛି ଏବଂ ଯଦି ଆପଣମାନେ କଳିଙ୍ଗ ଷ୍ଟାଡ଼ିୟମରେ ଦେଖିବେ ଯେ ସାଇନ୍ସ ସେଣ୍ଟର ରହିଛି, ଜିମ୍ ରହିଛି, ସବୁ ପ୍ରକାର ସୁବିଧା ରହିଛି। ଯଦି ତା'ର ସଦୁପଯୋଗ ହୁଏ ତାହେଲେ ଆମେ ନିଶ୍ଚିତ ଭାବରେ ଏଥର ଯେଉଁ ଏଇ ସିଜନ୍ର ସନ୍ତୋଷ ଟ୍ରଫିରେ ଆମେ ଆଗକୁ ଯିବା ଏବଂ ଆହୁରି ପୂର୍ବ ସଂସ୍କରଣ ଗୁଡ଼ିକ ଅପେକ୍ଷା ଆମେ ଆହୁରି ଭଲ ପ୍ରଦର୍ଶନ କରିବା। ତେବେ ଆମେ ଏଇ ଆଶାରେ ରହିବା ଯେ ସବୁ ପ୍ରସ୍ତୁତି ପ୍ରାକ୍ ପ୍ରସ୍ତୁତି ଠିକ୍ଠାକ୍ ରହୁ, ଓଡ଼ିଶା ଆସୋସିଏସନ୍ ତା'ର ଭୂମିକା ନିର୍ବାହ କରୁ, କୋଚ୍ ମଧ୍ୟ ତାଙ୍କ ଭୂମିକା ନିର୍ବାହ କରନ୍ତୁ ଠିକ୍ ଭାବରେ ଏବଂ ଖେଳାଳିମାନେ ମଧ୍ୟ ସଂଗଠିତ ହୋଇ ମିଳିତ ଭାବରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦିଅନ୍ତୁ ଏବଂ ରାଜ୍ୟ ପାଇଁ ଗୌରବ ଆଣନ୍ତୁ। ଏଇ ଆଶାରେ ଆମେ ରହିବା। ନୂଆ ବର୍ଷରେ ଗୋଟିଏ ନୂଆ ଅପେକ୍ଷା ଆମ ପାଇଁ ଯେମିତି ରହିବ ଆଉ ସେ ଅପେକ୍ଷାର ଅନ୍ତ ଆମ ଖେଳାଳି ବା ଆମ ଓଡ଼ିଶା ଦଳ ଘଟେଇବ, ସେ ଅପେକ୍ଷାରେ ରହିବ।